ଅବରୋହ ପଦ୍ଧତି ଡିଡକ୍ଟିଭ୍ ମେଥଡ଼। ଅବରୋହ ପଦ୍ଧତିର ସ୍ୱରୂପ ଫିଚର ଅଫ୍ ଡିଡକ୍ଟିଭ୍ ମେଥଡ଼। ସୂତ୍ର ବା ସଂଜ୍ଞା ହେଉଛି ବିସ୍ତୃତ ବିଷୟର ସଂକ୍ଷିପ୍ତକାର। ତାହାକୁ ବିଶ୍ଳେଷଣ କରିବା ଦାୟିତ୍ୱ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟଙ୍କର ସମ ପରିମାଣରେ ରହିଛି। ଏହି ପ୍ରଣାଳୀରେ ପ୍ରଥମେ ଏକ କ୍ଷୁଦ୍ର ବିଷୟବସ୍ତୁ ବା ସଂଜ୍ଞା କହି ତାପରେ ତାର ବିଶଦ ବ୍ୟାଖ୍ୟା କରାଯାଏ। ଯେପରି ନିଶୁଣି ଉପର ଭାଗରେ ଅଧୋଭାଗକୁ କ୍ରମଶଃ ଅବତରଣ କରାଯାଏ, ସେହିପରି ମୂଳ ବସ୍ତୁକୁ ବୋଧ କରିବା ନିମନ୍ତେ ଅନେକ ବ୍ୟାଖ୍ୟା କରାଯାଏ। ଯଥା ଅଳ୍ପାକ୍ଷରମ୍ ଅସନ୍ଦିଗ୍ଧମ୍ ସାରବତ୍ ବିଶ୍ୱତୋ ମୁଖମ୍ ଅସ୍ତୋବନମ୍ ଅନବଦ୍ୟମ୍ ଚ ସୂତ୍ରମ୍ ସୂତ୍ରବିଦୋ ବିଦୋ। ଅଳ୍ପ ଅକ୍ଷର ବିଶିଷ୍ଟ ନିଃସନ୍ଦେହ ସାରଭୂତ ଅର୍ଥଯୁକ୍ତ ଦୋଷହୀନ ପଂକ୍ତିକୁ ସୂତ୍ର କୁହାଯାଏ। ଏହାର ସମ୍ୟକ୍ ଜ୍ଞାନପ୍ରାପ୍ତି ନିମନ୍ତେ ଏହି ପଦ୍ଧତିକୁ ସର୍ବାଦୌ ଗ୍ରହଣୀୟ। ଏହା ଦ୍ୱାରା ବିଦ୍ୟାର୍ଥୀମାନଙ୍କର ସନ୍ଦେହ ମୋଚନ ହେବା ସହିତ ସାରଭୂତ ବାକ୍ୟାଂଶକୁ ସଂକ୍ଷେପରେ କଣ୍ଠସ୍ଥ କରିବା ପ୍ରଧାନ ଲକ୍ଷ୍ୟ। ଯଥା ଅକାରାନ୍ତର ବାଲିକାରେ ଆ ଅଛି, ସବୁଦିନ ଆ ହେବ। ପୁତ୍ରକାର ପୁତ୍ରିକାଃ ମୁଦ୍ରିକାଃ ପୁସ୍ତକାଃ ଇତ୍ୟାଦି। ଏହି ପଦ୍ଧତି ଦ୍ୱାରା ସଂଜ୍ଞାର ବିଶ୍ଳେଷଣ କରି ଉଦାହରଣ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରାଯାଏ। ଏହି ପଦ୍ଧତିରେ ସୂତ୍ରଗୁଡ଼ିକର ସମୁଚିତ ବ୍ୟାଖ୍ୟା କରିବା ହିଁ ପ୍ରଧାନ ଉପଜୀବ୍ୟ। ଏହି ବ୍ୟାଖ୍ୟାକୁ ମୁଖ୍ୟତଃ 6ଟି ଭାଗରେ କରାଯାଇଛି। ଯଥା ପଦଚ୍ଛେଦ ପଦାର୍ଥୋକ୍ତି ବିଗ୍ରହ ବାକ୍ୟ ଯୋଜନା ଆକ୍ଷେପାର୍ଥ ସମାଧାନମ୍ ବ୍ୟାଖ୍ୟାନମ୍ ଷଡ୍ବିଧମ୍ ଶ୍ରୁତମ୍। ସଂସ୍କୃତ ଭାଷାର ବ୍ୟାକରଣ ବାକ୍ୟାଂଶକୁ ବ୍ୟାଖ୍ୟା ନିମ୍ନଲିଖିତ ମତେ କରାଯାଇପାରେ। ଯଥା 1. ପଦଚ୍ଛେଦ ପ୍ରତ୍ୟେକ ପଦଗୁଡ଼ିକୁ ପୃଥକ୍ କରିବା। ପଦାର୍ଥୋକ୍ତି ପ୍ରତ୍ୟେକ ପଦର ଅର୍ଥ ସହିତ ବାକ୍ୟାଂଶକୁ ବୋଧ କରିବା। 3. ବିଗ୍ରହ ସମାସ ପଦର ବ୍ୟାସବାକ୍ୟ ବା ପଦର व्युत्पत्ति କରିବା। 4. वाक्य योजना सूत्र को वाक्य के रूप में बनाएंगे। यथा इको जनित लिखेंगे इकः स्थाने यण आदेशः भवति। आक्षेपार्थम सूत्ରରେ ନଥିବା ଅର୍ଥକୁ ବିଷୟ ପ୍ରସଙ୍ଗରେ ବିଚାର କରିବା। ସମାଧାନ ପ୍ରତ୍ୟେକ ସୂତ୍ର ବାକ୍ୟାଂଶକୁ ଅର୍ଥ ସଂଗତି ବଶତଃ ପ୍ରସଙ୍ଗଯୁକ୍ତ କରିବା। ଉପର୍ଯ୍ୟୁକ୍ତ 6ଟି ମଧ୍ୟରୁ ଆବଶ୍ୟକତା ଅନୁସାରେ ଏକ ବା ଏକାଧିକ ବ୍ୟାଖ୍ୟାକୁ ଗ୍ରହଣ କରାଯାଇପାରେ। ଏପରିକି ସନ୍ଦିଗ୍ଧ ସ୍ଥଳରେ ପୂର୍ଣ୍ଣାର୍ଥ ପ୍ରକାଶ କ୍ଷେତ୍ରରେ 6ଟି ଯାକ ପ୍ରଣାଳୀକୁ ଗ୍ରହଣ କରାଯାଇ ବିଦ୍ୟାର୍ଥୀମାନଙ୍କୁ ବିଶଦ ଭାବେ ବୁଝାଇ ଦିଆଯାଏ। ଦୋଷ ଅବରୋହ ବା ଡିଡକ୍ଟିଭ୍ ମେଥଡ଼ର ଦୋଷ ଗୁଡ଼ିକ ନେଇ ପ୍ରଥମେ ଗୁଣ। ଅବରୋହ ବିଧିର ଗୁଣ। ଶିକ୍ଷକଙ୍କ ଶିକ୍ଷାଦାନ କରିବାରେ ଏହା ସୁଗମ ଓ ସୁବିଧାଜନକ। 2. ଏହା ଅଧିକ ସମୟ ସାପେକ୍ଷ ହୋଇନଥିବାରୁ ସମୟ ଅନୁସାରେ ପାଠ୍ୟବସ୍ତୁ ସମାପ୍ତ ହୁଏ। 3. ବିଷୟଗୁଡ଼ିକ ସୂକ୍ଷ୍ମାକାରରେ ଥିବାରୁ ଶିକ୍ଷକ ତାହାକୁ ସହଜରେ ବ୍ୟାଖ୍ୟା କରିପାରନ୍ତି ଏବଂ ବିଦ୍ୟାର୍ଥୀମାନଙ୍କ ମନରେ ଜିଜ୍ଞାସା କୌତୂହଳ ସୃଷ୍ଟି ହୁଏ। 4. ମେଧାବୀ ଛାତ୍ରମାନେ ଏହି ପଦ୍ଧତିକୁ ବିଶେଷତଃ ଆହରଣ କରିଛନ୍ତି। ଏବେ ଆରୋହ ପଦ୍ଧତିର ଦୋଷ। ଡିଡକ୍ଟିଭ୍ ମେଥଡ଼ର ଦୋଷ। 1. ପ୍ରଥମେ ଜ୍ଞାତବ୍ୟ ବସ୍ତୁର ଉପସ୍ଥାପନା ଶିକ୍ଷକଙ୍କ ଦ୍ୱାରା ସମ୍ପାଦନ କରାଯାଇଥିବାରୁ ସମସ୍ତ ବିଦ୍ୟାର୍ଥୀଙ୍କ ମନରେ ବ୍ୟାଖ୍ୟାନ ଶ୍ରବଣ କରିବାକୁ କୌତୂହଳ ରହେ ନାହିଁ। 2. ସୂତ୍ରାବଳୀକୁ କଣ୍ଠସ୍ଥ କରିବା ଫଳରେ ଛାତ୍ରମାନଙ୍କ ମାନସିକ ଚାପ ବୃଦ୍ଧି ପାଏ। 3. ଜ୍ଞାତରୁ ଅଜ୍ଞାତ ନ ହୋଇ ଅଜ୍ଞାତରୁ ଜ୍ଞାତ ବିଧି ଅନୁସୃତ୍ୟ ଯୋଗୁଁ ଏହା ଏକ ଅମନୋବୈଜ୍ଞାନିକ ପଦ୍ଧତି। ଅଜ୍ଞାତାତ୍ ଜ୍ଞାତମ୍ ପ୍ରତି। ଆରୋହ